ଆପଣଙ୍କର ଜୀବନକୁ ଦେଖିଲେ, ଆପଣଙ୍କର ଯାତ୍ରା ପଥକୁ ଦେଖିଲେ ଯେତିକି ଆନନ୍ଦ ଅନୁଭବ ହୁଏ ସେତିକି ମଧ୍ୟ ଦୁଃଖ ଆସେ। ଆପଣ ପ୍ରଶାସନିକ ସ୍ତରରେ ଆମର ଭାରତର ବିଧି ବ୍ୟବସ୍ଥାରେ ଆପଣ ଯେ କେତେ ଜର୍ଜରିତ ହୋଇଛନ୍ତି, ଆପଣଙ୍କୁ କେଉଁଭଳି ଭାବରେ କଷ୍ଟ ସହିବାକୁ ପଡ଼ିଛି। ଆପଣ ହିଁ ତ ଜଣେ ବ୍ୟକ୍ତି ଯିଏକି ଆକୁ ଲୋକଲୋଚନକୁ ଆଣିଛନ୍ତି। ଏମିତି ଯେ କେତେ ଯେ ଘଟଣା ସେ କୋଠା ଘରର ଫାଇଲ ଭିତରେ ଚାପି ଯାଇଥିବ ତାର ମଧ୍ୟ ନଜିର ଆଜି ଆମକୁ ମଧ୍ୟ ଜଣାପଡ଼ୁଛି। ପ୍ରକୃତରେ ଆପଣ କେତେ ଭରସା କରନ୍ତି ଆଜିର ବିଧି ବ୍ୟବସ୍ଥାକୁ? ନାଇଁ ଦେଖନ୍ତୁ, ସବୁବେଳେ ଆମେ ଏଇଟା ମାନିବାକୁ ପଡ଼ିବ ସେ ଯେଉଁ କଥା ଆପଣ କହିଲେ, ବିଧି ବ୍ୟବସ୍ଥା ଉପରେ ଯଦି ଭରସା ନ ରହିବ ତାର ଆମ ପ୍ରଚେଷ୍ଟା ବି ରହିବ ନାହିଁ। ତେଣୁ ନିଶ୍ଚିତ ଭାବରେ ସେଇ ବ୍ୟବସ୍ଥା ଭିତରେ ଭଲ ମଣିଷ ବି ରହିଛନ୍ତି। ସେଇଥିପାଇଁ ଏପର୍ଯ୍ୟନ୍ତ କିଛି ମାତ୍ରାରେ ମୁଁ ଲଢ଼ି ପାରିଛି। କେତେ ସଫଳ ଆଉ କେତେ ବିଫଳ ସିଏ ସମୟ କହିବ। କିନ୍ତୁ ଏଇଟା ମୁଁ କହିବାକୁ ଚାହେଁ ଆପଣଙ୍କୁ ଆଶିଷ ବାବୁ, ଯେ ଏଇ ଯେଉଁ ରାସ୍ତା ଥାଏ ସେଇ ରାସ୍ତାକୁ ଆମେ ଯଦି ଦେଖିବା, ଆମର ସେଇଟା ଚଏସ୍, ଆମେ ନିଜେ ସେଇଟାକୁ ବାଛିଥାନ୍ତି। କାହିଁକି ନା ଆପଣ ଭାବନ୍ତୁନି, ଯାହାକୁ ଠକି ଦିଆଯାଇଥାଏ ଯେ ସମସ୍ତେ ବୋକା ହୋଇଥାନ୍ତି, ସେଇଟା କହିବା ନିଶ୍ଚିତ ଭାବରେ ଆମର ମୂର୍ଖାମି ହେବ। ସେ ଠକାମିର ଶିକାର ନ ହୋଇ ଚଞ୍ଚକତା କରି ବି ଆମେ ସେଥିରୁ ବର୍ତ୍ତି ଯାଇପାରିବା। କିନ୍ତୁ ମୋତେ ଲାଗେ ଅନେକ ସମୟରେ ଆମେ ଠକାମିରୁ ବଞ୍ଚିଗଲେ ଯେ ବିଧି ବ୍ୟବସ୍ଥାରେ ପରିବର୍ତ୍ତନ କରିପାରିବା ସେଇଟା ନୁହେଁ। ତେଣୁ ମୋ ପାଖରେ ସେଇଭଳି ସୁଯୋଗ ମଧ୍ୟ ଥିଲା, ସେଥିରୁ ବର୍ତ୍ତି ବି ଯାଇପାରିଥାନ୍ତି। ବହୁତ ହୁଏ ସେଇ ମଞ୍ଜିଟି ପୋତିଥିଲି ସଚୋଟତାର ସହିତ, ଯେଉଁଥିପାଇଁ ମୁଁ ସବୁବେଳେ କହେ ଯେ ପାଠ ପଢ଼ିବାରେ ଯଦି ଆମେ ଦେଖିବା, ସବୁଠୁ ମୂଳ ଜିନିଷ ଯଦି କେଉଁଟା ଥାଏ ସେଇଟା ହେଉଛି, ଆମେ ସମସ୍ତେ ପଢ଼ିଛନ୍ତି ଯେଉଁ ଆହେ ଦୟାମୟ ବିଶ୍ୱବିହାରୀ, ସେଇଟା ସବୁବେଳେ ସନ୍ଧ୍ୟାରେ କୁହନ୍ତି ବା ସ୍କୁଲରେ ବି ଆମେ ପ୍ରାର୍ଥନା ବୋଲିଛନ୍ତି। କିନ୍ତୁ ସେଇ ପ୍ରାର୍ଥନାକୁ ଆମେ କେବେ ଅଙ୍ଗେ ନିଭେଇ ନାହାନ୍ତି। ବହୁତ କଥା ଆମେ କହିଦିଅନ୍ତି, ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି, କିନ୍ତୁ ସତ କହିବାକୁ ଆମକୁ ଶିଖାଯାଏ। କିନ୍ତୁ ଅନେକ ସମୟରେ ସେଇ ଗୁରୁଜନ ହୁଅନ୍ତୁ ବା ସେ ପରିସ୍ଥିତି ଆମକୁ କହେ ନାଇଁ 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 ନାଇଁ, କିଏ କହିଥିଲା ତତେ ଏସବୁ କହିବା ପାଇଁ, ସେଇଟା ପ୍ରାର୍ଥନାରେ, କିନ୍ତୁ ବ୍ୟକ୍ତିଗତ ଜୀବନରେ କିଛି ଅଲଗା। ସେଇଭଳି ମାନେ କଥା ମୋତେ ଆଚରଣ ଉଚ୍ଚାରଣ ମଧ୍ୟରେ ସେଇଟା ମୁଁ ଭାବୁଛି ମୋ ଭିତରେ ସେଇଟା ଭଗବାନଙ୍କର କୃପା ଆଉ ପରିବାରରୁ ଆସିଛି, ଯେ ବର୍ତ୍ତମାନ ସେଇ ଲଢ଼ିବା, ସେଇ ସଂଘର୍ଷ କରିବା, ସେଇ ଯେଉଁ ଗୋଟେ କ'ଣ କହିବି ଭିତରୁ ସେଇଟା ତ ଆସିଯାଉଛି। ସେଥିପାଇଁ ମୁଁ ଏପର୍ଯ୍ୟନ୍ତ ଭାବିବି, ମୁଁ ନିଜକୁ ଭାବୁଛି ସୌଭାଗ୍ୟଶାଳୀ ଭାବୁଛି ଯେ ଏବେ ମଧ୍ୟ ସେ କେଉଁଠି ନା କେଉଁଠି ସେ ଆହୁରି ବଢ଼ି ଚାଲିଛି, ସେ ନିଶା ସେଇଟା କମିନି।